ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ମନ୍ଦିରରେ ବେପାର। ଏହି ଭିଡ଼ିଓଟି ମୋର ନିଜର ଅନୁଭୂତି, ମୋର ନିଜର ନିର୍ଣ୍ଣୟ ବା ଯାହା ମୋତେ ଠିକ୍ ଲାଗିଲା ତାକୁ ନେଇ ମୁଁ ବ୍ୟକ୍ତ କରୁଛି। ଏଥିରେ କୌଣସି ବ୍ୟକ୍ତିଙ୍କର ଯଦି ମନକୁ କୁଠାରାଘାତ ହୁଏ ସେଥିପାଇଁ ମୁଁ ପୂର୍ବରୁ କ୍ଷମା ପ୍ରାର୍ଥୀ। ମୁଁ ପ୍ରତିଦିନ ଏ 64 ଯୋଗିନୀ ମନ୍ଦିର ଆଉ ଲିଙ୍ଗରାଜ ମନ୍ଦିର ଯାଏ। ମୋ ଘରଟି ହେଲା ଧଉଳିରେ, ମାନେ ମୋର ତ ଘର ଦ୍ୱାର ନାହିଁ, ଭଡ଼ାରେ ରହିଛି ଧଉଳିରେ, ଯେଉଁଠିକି 64 ଯୋଗିନୀ ମନ୍ଦିର ଗୋଟେ ଯେତିକି ବାଟ, ଲିଙ୍ଗରାଜ ସେତିକି ବାଟ। ତେଣୁ ମୁଁ ଦୁଇଟା ମନ୍ଦିର ପ୍ରତିଦିନ ଯାଏ। ପ୍ରଥମେ 64 ଯୋଗିନୀ ମନ୍ଦିର କାରଣ 7ଟା ବେଳେ ବନ୍ଦ ହେଇଯାଏ, ତାପରେ ମୁଁ ଲିଙ୍ଗରାଜ ମନ୍ଦିର ଯାଏ। ସେଠି ଯେଉଁମାନେ ଆସୁଛନ୍ତି ତାଙ୍କର ବ୍ୟବହାର ଯାହା ମୁଁ ଭାବି ନିଅନ୍ତୁ କିଛି ମାସ ବା ବର୍ଷ ଧରିକି ମୁଁ ଯାହା ଦେଖି ଆସୁଛି ତାକୁ ନେଇ ମୁଁ କହୁଛି ଜିନିଷଟା। ଆପଣ ଯେତେବେଳେ ଯେକୌଣସି ଗୋଟେ ମନ୍ଦିରକୁ ଯାଉଛନ୍ତି ସେତେବେଳେ ମୁଁ ଦେଖୁଛି ଲୋକମାନଙ୍କର ସେଠି ଦାନ କରିବା ପାଇଁ ଖୁବ୍ କୁଣ୍ଠାବୋଧ ହେଉଛି। ସେ ମନ୍ଦିରକୁ ବି ଦାନ ହେଉନା କାହିଁକି, ସେ ଲେଖା ହେଇଥିବ ମନ୍ଦିରକୁ ଦାନ ପାଇଁ ହୁଣ୍ଡି, ସେମାନେ ପଇସା ଦେବେନି। ସେବାୟତ ମାନେ ଯେଉଁମାନେ ପୂଜା କରୁଛନ୍ତି ସେମାନେ ମାଗିବେ ବାବା କିଛି ପଇସା ଆମକୁ ଦିଅ, ମା କିଛି ପଇସା ଆମକୁ ଦିଅ, ସେଠି ବି ଦେବେନି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିକି ଆସିଥିବେ ବାହାରୁ, ପୁରୀରେ ଗୋଟେ ଲାଭିସ୍ ହୋଟେଲରେ ରହିଥିବେ, ପୁରୀରୁ ଟିକେ ପଳେଇ ଆସିଥିବେ 64 ଯୋଗିନୀ ବୁଲିବାକୁ, ଲିଙ୍ଗରାଜ ମନ୍ଦିର ବୁଲିବାକୁ ଇତ୍ୟାଦି। କିମ୍ବା ଯେଉଁମାନେ ଆମ ଲୋକାଲ ଲୋକ ବି ଯାଉଛନ୍ତି ସେମାନେ ଗୋଟେ 4 ହ୍ୱିଲରରେ ଯାଇଥିବେ, ବାହାରେ ସେଠି ସପିଂ ମଲ୍ରେ ବୁଲାବୁଲି ଏସବୁ ଜିନିଷ କରିବାରେ ପଇସା ଖର୍ଚ୍ଚ କରିବେ, କିନ୍ତୁ ମନ୍ଦିରରେ ସେମାନଙ୍କ ପକେଟରୁ ପଇସା ବାହାରିବ ନାହିଁ। ଆର ଗୋଟେ ମୁଖ୍ୟ କାରଣ ହେଲା ଆମେ ଗୋଟେ ଭାବି ନେଇଛୁ ଯେ ଆମେ ଈଶ୍ୱରଙ୍କ ଜାଗାକୁ ଯିବା, ପଇସା କ'ଣ ଦେବା। ସତ କଥା, ସେମିତି ଦେଖିବାକୁ ଗଲେ ଈଶ୍ୱର ଅତ୍ର ତତ୍ର ସର୍ବତ୍ର ଆପଣଙ୍କ ଭିତରେ ବି ବିଦ୍ୟମାନ ଅଛନ୍ତି, କୌଣସି ମନ୍ଦିର ଯିବା ବି ଆବଶ୍ୟକତା ନାହିଁ। ମୁଁ ଯେହେତୁ ଗୋଟେ ଫୁଲ୍ ଟାଇମ୍ ସାଧକ, ତେଣୁ କିଛି ଗୋଟେ ଆମର ବିଧି ଅଛି, ଯେଉଁ ବିଧିକି ଆମେ ନିଜର ନିୟମ ଅନୁସାରେ କରୁଛୁ, ନହେଲେ କିଛି ଯିବା ଦରକାର ନାହିଁ। ଯଦି ଯାଉଛନ୍ତି ସେଟା ଗୋଟେ ଭାବି ନେଇଛୁ ଆମେ ମନ୍ଦିରରେ 5 ଟଙ୍କା ଦେବା, 10 ଟଙ୍କା ଦେବା, ଏଇଟା ଗୋଟେ ପରମ୍ପରା ହିସାବରେ ପଡ଼ିଯାଇଛି। ଏଇଟା ଗୋଟେ ପ୍ରଥମ କାରଣ। ଦ୍ୱିତୀୟ କାରଣ ହେଲା ବହୁତ ଲୋକ ଭାବି ନେଇଛନ୍ତି ସେବାୟତ ମାନେ ହେଲେ ଠକ, ପଇସା ନେଇଯିବେ। ଯଦି ଏଇ ଦୁଇଟା ସତ୍ୟ ହୁଏ ତାହେଲେ ଆପଣ ହୁଣ୍ଡିରେ ଦାନ କରିପାରିବେ ନିର୍ବିକାରରେ। ତ ତୃତୀୟ ସତ୍ୟଟି ହେଲା ଏଇଆ ଯେ ଆମେମାନେ ପଇସା ଦେବାକୁ ପ୍ରସ୍ତୁତ ନୁହଁ ମନ୍ଦିରରେ। ନାହିଁ କିଛି ବିଶେଷ ପଇସା ଆମେ କିଣିବୁ, ଦୀପ ଗୋଟେ କିଣା ହେଇଥିବ 5 ଟଙ୍କାର, ଗୋଟେ 50 ଟଙ୍କିଆ ଦୀପ ବି କିଣା ହେବନି, କିନ୍ତୁ ସେ ମନ୍ଦିର ପରିଫେରୀରେ ସୁନ୍ଦର ରିଲ୍ ସବୁ ବନା ହେବ, ଫଟୋ ଉଠା ହେବ, ତାକୁ ମେମ୍ କରାହେବ, ଛଡ଼ା ହେବ, ଇତ୍ୟାଦି ଇତ୍ୟାଦି ଯାହା ସବୁ ଫଡ଼ଙ୍ଗ ଚାଲୁଛି ଦେଖୁଛି। ପଏଣ୍ଟ ଉପରକୁ ଆସିବା, ବେପାର ଏଠାରେ କିଏ କରୁଛି? ଗୋଟେ ସେବାୟତ ଆପଣଙ୍କୁ ପଇସା ଦେବା ପାଇଁ ବାଧ୍ୟ କରୁନାହିଁ, ତେଣୁ ସେ ବେପାର କଲା ନାହିଁ, ସେ ଆପଣ ମାଗିଲା। ଗୋଟିଏ ମନ୍ଦିର ହୁଣ୍ଡିରେ ଆପଣଙ୍କୁ ପଇସା ପକାଇବା ପାଇଁ ବାଧ୍ୟ କରାହେଲା ନାହିଁ, ତେଣୁ ସେ ବେପାର ହେଲାନି। ଆପଣମାନେ ଯେଉଁ ଯାଇକି ସେଠି ମାନସିକ କରନ୍ତି ମନ୍ଦିରରେ, ହେ ପ୍ରଭୁ ମୋ ଭଲ ଚାକିରି ଗୋଟେ ହେଇଯାଉ, ମୁଁ ଗୋଟେ ହୋମ କରିବି କି ଯାହା ବି ଗୋଟେ ହଉ, ମାନସିକ ପାଇଁ ଗୋଟେ ନଡ଼ିଆ ଗୁଡ଼ା ହେଇକି ରଖା ହେଇକି ଆସିବ। ଅର୍ଥାତ୍ ଆପଣ ସେଠି ଠାକୁରଙ୍କୁ ଗୋଟେ ଦଲାଲ ଭଳିଆ ବ୍ୟବହାର କଲେ। ସେଇ ପରମ ସତ୍ତା ପରମେଶ୍ୱର ଆପଣଙ୍କ ବିଷୟରେ ସବୁ ଜାଣିଛନ୍ତି, ତାଙ୍କୁ କିଛି କହିବା ଦରକାର ନାହିଁ। 1। ଦ୍ୱିତୀୟରେ ଯାହା ଆପଣଙ୍କର ଜୀବନରେ ସେ ଆପଣଙ୍କୁ ଦେଇଛନ୍ତି ତାକୁ ନେଇକି ଯଦି ଆପଣ ସନ୍ତୁଷ୍ଟ, ଆପଣ କିଛି ମାନସିକର ଆବଶ୍ୟକତା ନାହିଁ। ତୃତୀୟରେ ଯାହା ଆପଣଙ୍କ ପାଇଁ ଆପଣ ଯୋଗ୍ୟ ନୁହେଁ ଈଶ୍ୱର ଆପଣଙ୍କୁ ଦେବେନି, ତ ମାନସିକର କିଛି ଆବଶ୍ୟକତା ହିଁ ନାହିଁ। କିନ୍ତୁ ଆମେ କଲେ, ମୁଁ ଦେଖିଛି ସେ ନନାମାନଙ୍କୁ କି ମନ୍ଦିରରେ 50 ଟଙ୍କା ଗଳେଇ ଦେଇକି ଭାରି ଖୁସିରେ ଲୋକମାନେ ଟିକେ କହିବେ ଯୋଗିନୀମାନଙ୍କୁ ଯେ କେମିତି ମୋ ଚାକିରିଟା ହେଇଯିବ, ଟିକେ ଲିଙ୍ଗରାଜଙ୍କୁ ଜଣାଇଦେବେ କେମିତି ମୋ ପ୍ରମୋସନଟା ହେଇଯିବ। ସେ ଦଲାଲ ବସୁଛନ୍ତି, ସେ ମହାଦେବ ଈଶ୍ୱରଙ୍କର ତାଙ୍କର ଆଉ କିଛି
ଆପଣଙ୍କର ପ୍ରମୋସନ୍ କରାଇବେ ସେ। ଆପଣଙ୍କୁ ଖାଇବାକୁ ପିଇବାକୁ ପାଠ ପଢ଼ା ଦିଆହେଇକି କ୍ୱାଲିଫାଏଡ଼୍ ହେଇଛନ୍ତି, ଆପଣ ନିଜ ପ୍ରମୋସନ୍ ନିଜେ ହେବ। ଆପଣ କ୍ୱାଲିଫାଏଡ଼୍ ହେଇଥିଲେ, ଏଥିରେ ଈଶ୍ୱରଙ୍କ କାମ କେଉଁଠି ଆସିଲା? ଆଚ୍ଛା, ବେପାର ଟିକେ କେମିତି ଭଲ, କିନ୍ତୁ ଈଶ୍ୱରଙ୍କୁ ସେଠି 100 ଟଙ୍କାଟେ ଦିଆହେବନି, 5 ଟଙ୍କା 10 ଟଙ୍କା। ବେପାର କଲା କିଏ ତାହେଲେ? ଆମେମାନେ ଯେଉଁମାନେ ଗଲୁ ସେଠି ଯାଇକି ଚୁପଚାପ ଶାନ୍ତିର ସହିତ ବସିକି ଈଶ୍ୱରଙ୍କୁ ଧନ୍ୟବାଦ ନ ଦେଇକି ଯେ ମୋତେ ମଣିଷ ଜୀବନ ଦେଇଛ, ସୁସ୍ଥ ରଖିଛ, ହାତ ଗୋଡ଼ ଦେଇଛ, ଖାଇବାକୁ ଗଣ୍ଡେ ମିଳୁଛି, ରହିବାକୁ ଗଣ୍ଡେ ମିଳୁଛି, ବହୁତ ନ ଦେଇକି ଆମେ ସେଠି ମନସ୍କାମନା ପୂରଣ ପାଇଁ ବିଭିନ୍ନ ମାନସିକ କରିକି ଆସିଲୁ। ଏମିତି ହେଇଗଲେ ମୁଁ ଗୋଟେ ରୁଦ୍ରାଭିଷେକ କରିଦେବି, ସେମିତି ହେଇଗଲେ ମୁଁ ବରାହୀଙ୍କ ପାଖରେ ବଗଳାମୁଖୀଙ୍କ ପାଖରେ ଗୋଟେ ହୋମ କରିବି। ତ ବେପାର ଆମେମାନେ ହିଁ କଲେ ନା ଦର୍ଶକବନ୍ଧୁ। ନା ସେ ସେବାୟତ କଲେ, ନା ସେ ମନ୍ଦିର ହୁଣ୍ଡି ଗଲା। ଇଏ ହେଲା ଗୋଟେ। ଦ୍ୱିତୀୟ ପରିପ୍ରେକ୍ଷୀଟା ଦେଖନ୍ତୁ, ଯେଉଁ ସେବାୟତମାନଙ୍କୁ ସାଧାରଣତଃ ବହୁତ ଗୁଡ଼ା ଲୋକ ଟିକେ ଏତେ ସମ୍ମାନ ଦିଅନ୍ତିନି। ମୁଁ ଦେଖୁଛି ନିଜେ, ମୁଁ ଦେଖୁଛି ଗୋଟେ ସେବାୟତଟେ କହିଲା, ଆଜ୍ଞା ମୁଁ 64 ଯୋଗିନୀ ମନ୍ଦିର 64 ଦେବନି କହିଲେ, ଆପଣ ନାଁଟା କହୁଛି ଶୁଣନ୍ତୁ, କାଳେ ସେ ପଇସା ମାଗିବ। ଗୋଟେ ଝିଅଟେ କହୁଛି ଆମର ନାମ ୟାଦ ନେଇ ରହିଗା ଆମକୁ ମତ ବୋଲିଏ। କାହିଁକି ଏମାନେ ମନ୍ଦିର ଆସୁଛନ୍ତି ମୁଁ ବି ଜାଣିନି। ନା ସେମାନଙ୍କୁ କିଛି ଜାଣିବାର ଇଚ୍ଛା ଅଛି, କିଛି ଲୋକଙ୍କୁ ଜାଣିବାର ଇଚ୍ଛା ଅଛି, ପଳେଇ ଆସନ୍ତି। ଆରେ 64 ଯୋଗିନୀ ମନ୍ଦିରଟା କେମିତି କ'ଣ, କିଏ ତିଆରି କରିଥିଲେ ଦେଖିବା, ଲିଙ୍ଗରାଜ ମନ୍ଦିରଟା କ'ଣ କେମିତି, ପୁରୀଠୁ ପୁରୁଣା ବୋଲି କୁହାହେଉଛି, ପୁରୀଠୁ ଉଚ୍ଚ ମନ୍ଦିର ବୋଲି କୁହାହେଉଛି, କେମିତି ଜାଣିବା। ଜ୍ଞାନ ପାଇଁ ବି କିଛି ଲୋକ ଆସୁଛନ୍ତି, ସିଏ ବି ନୁହେଁ, ବୁଲି ପଳେଇ ଆସିବ। ମଲ୍ ଯାଉଛନ୍ତି, ପାର୍କ ଯାଉଛନ୍ତି, ମନ୍ଦିର ଗୋଟେ ସମ ଶ୍ରେଣୀରେ ପଡ଼ୁଛି। ଆଉ କ'ଣ ଏଥିରେ ଆଉ ଦୁଇ ମତ କ'ଣ, ଦେଖିଲେ ଜଣାପଡ଼ିଯିବ। ଆଉ ଯେଉଁ ଭଳିଆ ଡ୍ରେସ୍ ପିନ୍ଧି ଯାଉଛନ୍ତି ନ କହିବା ଭଲ। ତ ସେଇ ସେବାୟତମାନେ ତାଙ୍କ ପିଢ଼ି ଧରିକି ସେ ମନ୍ଦିରଟାକୁ ବଞ୍ଚେଇ ରଖିଥିଲେ। ଏଇସବୁ ଗଭର୍ଣ୍ଣମେଣ୍ଟ ଏସବୁ ଏବେ ହେଇଛି ଆଜ୍ଞା, 100 ବର୍ଷ ଯଦି ଆମେ ଆମର ସ୍ୱାଧୀନତା ପର ଜିନିଷ ଦେଖିବା, ସେବେଠୁ ହେଇଛି। ତା ପୂର୍ବରୁ ତ ନଥିଲା ବୋଧେ। ସେଇ ସେବାୟତମାନଙ୍କର ପିଢ଼ିର ପରିଶ୍ରମ ଦ୍ୱାରା, ମୁଁ ଏଠି କୌଣସି ସେବାୟତଙ୍କୁ ଟେକୁନି ଆଜ୍ଞା, ଆପଣ ନିଜେ ଭାବିକି ଦେଖନ୍ତୁ। ହଁ, ତାଙ୍କ ଭିତରୁ କିଛି କେସ୍ ଯେଉଁଗୁଡ଼ା ହେଉଛି ମୁଁ ବି ଦେଖୁଛି ୟୁଟ୍ୟୁବରେ, ଗୋଟେ ଅତି ତିକ୍ତ ହେଇଯାଉଛି, ତାକୁ ଛାଡ଼ି ଦିଅନ୍ତୁ। ସାଧାରଣ ଯଦି ସେମାନଙ୍କର ତାଙ୍କର ବଂଶ ପରମ୍ପରା ହିସାବରେ ସେମାନେ ମନ୍ଦିରଟିକୁ ବଞ୍ଚେଇ ରଖିଛନ୍ତି, ଓଳେଇଛନ୍ତି, ମନ୍ଦିରରେ ଦୀପ ଦେଇଛନ୍ତି, ମନ୍ଦିରକୁ ଝାଡ଼ୁ କରୁଛନ୍ତି ତାଙ୍କ ନିଜ ପଇସାରୁ। ଆପଣ ଦେଖିବେ, ଏମିତି ଆମର ଲିଙ୍ଗରାଜ ମନ୍ଦିର ବି ଯିବେ, ଭଲ ଭଲ ମନ୍ଦିର ଅଛି, ଯମ ମନ୍ଦିର। ହଁ, ଯମ ମନ୍ଦିର ଆପଣ କୋଉଠି ପାଇବେନି, ଅବହେଳିତ ଅବସ୍ଥାରେ ପଡ଼ିଛି। କାହିଁକି ନା ସେଠି କେହି ସେବାୟତ ନାହାନ୍ତି, ପଇସା ତ ନାହିଁ। ପଇସା ଟଙ୍କାଟେ 5 ଟଙ୍କା 10 ଟଙ୍କା ଆମେ ଦେବା, କିନ୍ତୁ ଆମେ ଭଲ ହୋଟେଲରେ ରହିବା। କାହିଁକି ନା ଆମ ମନୋବୃତ୍ତି ଆସିଯାଇଛି ଯେ ଆମେ ମନ୍ଦିରରେ ପଇସା ଦେବାନି। କିନ୍ତୁ ଆପଣ ଦେଉଥିବା ମନ୍ଦିରରେ ପଇସାଟି ତାର ଇକୋନୋମିକ୍ସଟା ବହୁତ ଚାଲେ। ଯଦି ଗୋଟେ ଲୋକଟିକୁ ଆପଣ ଦେବେ, ସେ ମନ୍ଦିର ସେବାରେ ରହିବ, ନହେଲେ ସେ ମନ୍ଦିର ସେବା ଛାଡ଼ି ଦେଇକି ଚାକିରି କରିବ। ଗଲା, ଯଦି ଏମିତି ସମସ୍ତେ କଲେ ମନ୍ଦିର ବନ୍ଦ। ସେଥିପାଇଁ ସନାତନ ଭଲ ଠିକ୍ ଭୁଲ ମୁଁ କହୁନି, ଆପଣ ଜିନିଷଟାକୁ ବୁଝନ୍ତୁ। ତେଣୁ ଆମେ ସେମାନଙ୍କର ଯଦି ନିଜର ତାଙ୍କର ଯେଉଁ କର୍ମ ସେମାନେ କରି ଆସିଛନ୍ତି ସେବାୟତମାନେ ପିଢ଼ି ଧରି ପିଢ଼ି, ଏବଂ ମୋ ପିଲାଟି ଗୋଟେ କ୍ୱାଲିଫାଏଡ଼୍ ହେଇକି ମଧ୍ୟ ଆଜିକାଲି ମୁଁ ଦେଖୁଛି MBA ଫେମ୍ବିଏ ପଢ଼ୁଛନ୍ତି, କିନ୍ତୁ ନନା କାମ ସେମାନେ କରୁଛନ୍ତି, ଚାକିରି ବି କରୁଛନ୍ତି। କିନ୍ତୁ ସେମାନେ ବେଶୀ ନନା କାମଟାକୁ ଆଗ୍ରହ ଦେଉଛନ୍ତି। କାହିଁକି ନା ଏଇଟା ଆମର ଗୋଟେ କୌଳିକ ବୃତ୍ତି। ଯଦି ସେଠି ସେମାନେ ଖରାରେ ଠିଆ ହେଇ ଦିନସାରା 2 ପଇସା ନ ପାଉଛନ୍ତି, ତାହେଲେ ସେ ମୁଁ ତ ଆଜ୍ଞା ଦିଏ, ମୋ ରୋଜଗାର ଯାହା ବି ହଉ, ନନା ଆପଣ ଦେଖିଲେ ମାନେ 100 ଟଙ୍କା, ତାଠୁ ଆଉ କମ୍ ନାହିଁ। ମୁଁ ଓପନ୍ କ୍ୟାମେରାରେ କହୁଛି, ମୁଁ ତ କିଛି ନୁହେଁ, ଯାହା ସିଏ ଦିଅନ୍ତେ ମୁଁ ଦେଇଦିଏ। ଆପଣ କହିବେ ସାର୍ ଏତେ ବଡ଼ ବଡ଼ କଥା କହୁଛନ୍ତି, ନିଜେ କିଛି କରୁଛନ୍ତି ନା ନାହିଁ? ମୁଁ ଏମିତି ମୋ ପାଖରେ ତ ମୁଁ କିଛି ରଖେ ନା, ଦେଇଦିଏ। ସେମିତି ବି ଗୋଟେ ନିଜ ମତରୁ କହୁଛେ, ଆପଣ ମନ୍ଦିରରେ ଦାନ କରିଥିବା ଜିନିଷଟି କେବେ ବେକାର ଯାଏ ନା, ତାର ଫଳ ଆପଣ ପାଇଯିବେ। ଯେମିତି ଆପଣ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରୁଛନ୍ତି ସବଜେକ୍ଟେଡ୍ ଟୁ ରିସ୍କ, ସେମିତି ଦାନ କିମ୍ବା ଧର୍ମରେ ହୁଏ ନା। ଇଟ୍ ଇଜ୍ ଅଲୱେଜ୍ ରିଟର୍ନେବଲ୍ ୱିଥ୍ ମଚ୍ ମୋର୍ କମ୍ପାଉଣ୍ଡିଂ ଫର୍ମ, ବହୁତ 2 ଗୁଣ 3 ଗୁଣ ହେଇକି ଆସିବ। ହୁଏତ ଏକଥା ଶୁଣିଲା ପରେ ଆପଣ ଦାନ କରିବେ। ଅର୍ଥାତ୍ ମନ୍ଦିରରେ ଆମେମାନେ ବେପାର କରୁଛନ୍ତି, ଆମେମାନେ ଚାହିଁକି ନିଜର ମନସ୍କାମନା ଗୋଟେ ଅଛି ମାନସିକ କରି ଦେଉଛନ୍ତି। ନନାମାନେ ବି ଦେଖୁଛନ୍ତି, ଆପଣ ଯେ ମାନସିକ କଥାଟା କହିଲେ ଆପଣ 2 ପଇସା ଦେବେ। ଗୋଟେ ଲୋକଟେ ଗାମୁଛା ଖଣ୍ଡେ ପକେଇକି, ଚିରା ଗାମୁଛା ଗୋଟେ ବନ୍ଧେଇକି, 70 ବର୍ଷର ଗୋଟେ ଲୋକ ଲିଙ୍ଗରାଜ ମନ୍ଦିରରେ, ଭୈରବ ମନ୍ଦିରରେ
ରାତି 9ଟାରେ ଆସିକି ସେ ବେଶ କରିକି ଯିବ, ଖରା ବର୍ଷା କ'ଣ। ସେଭଳିଆ ଲୋକଙ୍କୁ ଦେଖିଲେ ମୋ ଭଳିଆ ମଣିଷ ସାଙ୍ଗେ ସାଙ୍ଗେ ତାଙ୍କ ଆଗରେ ପାଦ ତଳେ ପଡ଼ିଯାଏ ଯେ ନିଷ୍ଠା ଦେଖ। କିନ୍ତୁ କେହି ସେ ମନ୍ଦିରକୁ କେହି ଯାଆନ୍ତିନି, ଭୈରବ ମନ୍ଦିର କେହି ପଇସା ଦିଅନ୍ତିନି। ମୁଁ ହିଁ ଯାଏ, ଯାହା ଦେଲେ ମୁଁ ଦିଏ। ମାନେ ମୁଁ ନୁହେଁ, ଭଗବାନ ମୋ ଦ୍ୱାରା କରାନ୍ତି। ମୁଁ ବୋଲି କିଛି ନାହିଁ ମୋର। मैं मुझ में कुछ नहीं सब तेरा। ତେଣୁ ମୋର ଆପଣମାନଙ୍କୁ ହାତ ଯୋଡ଼ି ବିନୀତ ଅନୁରୋଧ, ପ୍ରଥମଟି ଯଦି ମନ୍ଦିର ଯାଉଛନ୍ତି କିଛି ମାନସିକ କରନ୍ତୁ। ମନ୍ଦିରରେ ଆଖି ବୁଜିକି ବସନ୍ତୁ, ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ। ପ୍ରଭୁ ସବୁ ଜାଗାରେ ଅଛନ୍ତି, କିନ୍ତୁ ସେ ଜାଗାରେ ଶକ୍ତିଟା ବହୁତ ଜୋରରେ କେନ୍ଦ୍ରୀଭୂତ ହେଇଥାଏ। କେମିତି ବୁଝେଇବେ ଯେ ପବନ ସବୁ ଜାଗାରେ ଅଛି, କିନ୍ତୁ ଏସି ଯୋଉଠି ଲାଗିଛି ଆପଣ ଥଣ୍ଡାଟା ଫିଲ୍ କରିପାରିବେ। ତେଣୁ ଆପଣମାନେ ପ୍ରଥମ ଜିନିଷ ଲାଗି ଯେ ମାନସିକ କରିବେନି, ସେ ଶକ୍ତିଟାକୁ ଟିକେ ଫିଲ୍ କରିବେ, ଆପଣଙ୍କୁ ଧନ୍ୟବାଦ ଦେବେ। ହେ ମହାଦେବ, ହେ ବିଷ୍ଣୁ, ହେ ମହାମାୟା, ଯାହା ଦେଇଛ ବହୁତ ଦେଇଛ, କିଛି ଦରକାର ନାହିଁ। ଗୋଟେ ଓଥ୍ କରିକି ଯିବେ। ଓଥ୍ ମାନେ କ'ଣ? ଗୋଟେ ସଂକଳ୍ପ କରିକି ଯିବେ। ମନ୍ଦିର ଯାଉଛନ୍ତି ମାନେ ମୁଁ ମନ୍ଦିର ହୁଣ୍ଡିରେ 50 ଟଙ୍କାଟେ ଦେବି କି 100 ଟଙ୍କାଟେ ଦେବି, ନନାଙ୍କୁ 100 ଟଙ୍କାଟେ ଦେବି, ବରଂ ମୁଁ ସେଠି ଅବଢ଼ା ନ ଖାଏ। ମୁଁ ତ ନିଜ ପେଟକୁ ଖାଇଥାନ୍ତେ ନା, ମୁଁ ଅନ୍ୟ ପେଟକୁ ଦେଲି, କି ଖୁସି ସେଥିରେ, କି ଆନନ୍ଦ ସେଥିରେ। କିନ୍ତୁ ଆମେ କିଏ ଗୋଟେ କେଉଁ ନନାଟେ କେଉଁଠି ରାଗିଗଲା, ତାକୁ ହାଇଲାଇଟ୍ କରିକି ସବୁ ନନା ଖରାପ। କେଉଁ ଜ୍ୟୋତିଷ ଯଦି କିଏ ଠକିଦେଲା, ତାକୁ ହାଇଲାଇଟ୍ କରି ସବୁ ଜ୍ୟୋତିଷ ଖରାପ। ମୁଁ ତ ଏତେ ଅନେଷ୍ଟ ଆଷ୍ଟ୍ରୋଲୋଜର, କିନ୍ତୁ ମୁଁ ତ ଟିକେ ଅଧିକ ପଇସା ମାଗେ କେହି ଦିଅନ୍ତିନି। ତ ଅନେଷ୍ଟ ଲୋକଙ୍କୁ ଆପଣମାନେ ସପୋର୍ଟ କରୁନାହାନ୍ତି, ଡିଜନେଷ୍ଟ ଲୋକଙ୍କୁ ଜେନେରାଲାଇଜ୍ କରିଦେଉଛନ୍ତି। ଭୁଲ। ଯଦି କାହାକୁ ଆମେ ଖରାପ କହିବାର ଅଧିକାର ଅଛି, ଆମେ ତାକୁ ଭଲ ମଧ୍ୟ କହିବା। ତେବେ ମନ୍ଦିରରେ ବେପାରୀ କରୁଥିବା ବେପାରୀ ହେଲେ ଆମେମାନେ, ନା ନନା, ନା ସେ ମନ୍ଦିର ଦୀପବାଲା, କେହି ନୁହେଁ। ଆପଣମାନେ ଯଦି କୌଣସି ମାନସିକ ଅନୁଯାୟୀ ନ ଯାଉଛନ୍ତି, ଆଖି ବୁଜି ବସିବାକୁ ସାଧନା କରିବାକୁ ଯାଉଛନ୍ତି, ଅଲୱେଜ୍ ୱେଲକମ୍। ଏବଂ ଆପଣମାନେ ଯଦି ମୋ ଭଳିଆ ଗୋଟେ ସନ୍ନ୍ୟାସୀ ନୁହନ୍ତି, ଆପଣମାନଙ୍କର ମାସକୁ 30-40 ହଜାର ରୋଜଗାର ହେଉଛି, ଦୟାକରି ମନ୍ଦିରରେ ଆପଣ 500 ଟଙ୍କା ଦିଅନ୍ତୁ। କ'ଣ ଅଛି? ମୁଁ ତ କହୁଛି ଆପଣଙ୍କୁ ଯେ ପଇସା ଫେରି ଆସିବ କୌଣସି ନା କୌଣସି ମତେ, ନହେଲେ ଆପଣମାନେ ଆସିକି ମାରିଦେବେ ଆଉ କ'ଣ। ପ୍ରଥମ ଜିନିଷ ମାନସିକ କରିବାନି। ଦ୍ୱିତୀୟ ଜିନିଷ ମାନସିକ କରନ୍ତୁ। ମନ୍ଦିରକୁ ଯାଉଛନ୍ତି, ଯେଉଁ ସେବାୟତମାନେ ମନ୍ଦିର ପାଇଁ କାମ କରୁଛନ୍ତି, ଯେଉଁ ଆଡ଼ମିନିଷ୍ଟ୍ରେସନ୍ ମନ୍ଦିର ପାଇଁ ଆପଣ ପଇସା ମାଗୁଛି, ଆପଣ ହୁଣ୍ଡିରେ ପଇସା ଦେଲେ ଆମ ମନ୍ଦିର ରକ୍ଷଣାବେକ୍ଷଣ ହେବ, ଆପଣ ଦିଅନ୍ତୁ। ସରକାର କ'ଣ କରିବ ନ କରିବ ସେ ଅଲଗା କଥା। ଆମେ ଆମ କର୍ତ୍ତବ୍ୟ ଟିକେ କରିଦେବା। ମନ୍ଦିରରେ ହୁଣ୍ଡିରେ କିଛି ପଇସା, ଆଉ ମନ୍ଦିର ଯେ ରକ୍ଷଣାବେକ୍ଷଣ କରୁଛି ତାକୁ 2 ପଇସା ଆସିବା। ଆଉ ସେଠି ମନ୍ଦିରରେ ସେ ଫଟୋ କିଣ, ଢଙ୍କ କଣ, ବଗ କିଣ, ତାକୁ ବି ଆପଣ କିଣିପାରିଲେ ଭଲ। ଯେଉଁ ଲୋକଟି ବିକୁଛି ସିଏ ବି 2 ପଇସା ପାଇବ। ସେ ବୁଲି ବୁଲି ଖରାରେ ବିକୁଛି, କିଛି ଅସୁବିଧା ନାହିଁ। ଆପଣ ନିଜ ମୋ ନ ଦରକାର ହେଲେ ବି ମୁଁ କିଣିକି ନେଇ ପଳେଇ ଆସେ, ତାକୁ ଦେଇଦିଏ। ମୋ ଭଳିଆ ଲୋକର ଫଟୋ କ'ଣ ଆବଶ୍ୟକ ଈଶ୍ୱରଙ୍କର। ତେଣୁ ଆପଣମାନଙ୍କୁ ମୋ ଯୋଡ଼ା ହସ୍ତରେ ଅନୁରୋଧ, କୌଣସି ସେବାୟତମାନଙ୍କୁ ପ୍ରଥମତଃ କିଛି ବଦନାମ କରନ୍ତୁନି। ମନ୍ଦିରରେ ଯାଇକି କୌଣସି ଭିତରେ ମନସ୍କାମନା କରନ୍ତୁନି। ମନ୍ଦିରରେ ଚୁପକି ବସନ୍ତୁ, ଏ ମନ୍ଦିର ସେ ମନ୍ଦିର ସେ ମନ୍ଦିର ସେ ମନ୍ଦିର, ଗୋଟେ ବୁଲିଲା ଭଳିଆ ପାର୍କ ଭଳିଆ ତାକୁ କରନ୍ତୁନି। ଆପଣ ସବୁ ଦେବାଦେବୀଙ୍କୁ ଦର୍ଶନ କରିବା କିଛି ନିତ୍ୟାନ୍ତ ଆବଶ୍ୟକତା ନୁହେଁ। ଲିଙ୍ଗରାଜ ଯାଇଛନ୍ତି, ଲିଙ୍ଗରାଜ ଦର୍ଶନ କଲେ ବସନ୍ତୁ। ଏବଂ ଯଦି ଆପଣ ଭଗବାନ 2 ପଇସା ରୋଜଗାର ଦେଇଛନ୍ତି, ଆପଣ ତ କରୁନାହାନ୍ତି, ସେ ଆପଣଙ୍କୁ ଦେଇଛନ୍ତି, ତାହେଲେ ଆପଣ 2 ପଇସା ସେବାୟତମାନଙ୍କୁ ନିଶ୍ଚିତ ଦିଅନ୍ତୁ ଏବଂ ସେମାନଙ୍କୁ ସବୁବେଳେ ଧନ୍ୟବାଦ ଦିଅନ୍ତୁ। ସେମାନେ ମନ୍ଦିରଟାକୁ ବଞ୍ଚେଇ ରଖିଛନ୍ତି। ତେଣୁ ଗୋଟେ ଥର ମୁଣ୍ଡିଆଟି ମାରନ୍ତୁ ଯେ ଆପଣଙ୍କ ଯୋଗୁଁ ମନ୍ଦିରଟା ଶହ ଶହ ବର୍ଷ ଧରି ବଞ୍ଚି ଆସିଛି। ତା ପରିବର୍ତ୍ତେ ଆମେ କ'ଣ କରୁଛନ୍ତି? ଗାଳି ଗୁଲଚ, ସୋସିଆଲ ମିଡ଼ିଆ ଆଉ ହାଇଲାଇଟ୍ କରୁଛନ୍ତି, ବସିକି କେସ୍ ଫେସ୍ ବି କରିଦେଉଛନ୍ତି। ଆଉ ଜଣେ ମୋତେ କହୁଥିଲା ଆମ ନାଁରେ କେସ୍ ବି କରିଦେଉଛନ୍ତି ଯଦି ଆମେ ତାଙ୍କୁ କିଛି କହୁଛୁ। ଯଦି ବି କୌଣସି ସେବାୟତ ଆପଣଙ୍କୁ କିଛି ଉଗ୍ର ରୂପେ କହିଦେଉଛନ୍ତି, ଆପଣ ତାଙ୍କୁ ତାଙ୍କର ଗୋଟେ ବ୍ରାହ୍ମଣ ଲୋକ ନିଷ୍ଠାରେ ଅଛନ୍ତି, କେଉଁ ମୁଡ଼ରେ ଗୋଟେ କହିଦେଲେ କି ଛାଡ଼ିଦେବେ, କ୍ଷମା କରିଦେବେ। କ୍ଷମାୟାଂ ସମଃ ଗୁଣଂ ନାସ୍ତି, କ୍ଷମା ଭଳିଆ ଗୁଣ ନାହିଁ। ଫରଗିଭ୍ ଆଣ୍ଡ ଫରଗେଟ୍। ହଉ, ଭିଡ଼ିଓଟି ଟିକେ ଲମ୍ବା ହେଇଗଲା, ପୁଣି କହି ରଖୁଛି, ମୁଁ କୌଣସି ମନ୍ଦିରର ସେବାୟତ ନୁହେଁ। ମୁଁ ବି ଆପଣଙ୍କ ଭଳିଆ ଜଣେ ଲୋକ ଯିଏକି ମନ୍ଦିରକୁ ଯାଏ ଏବଂ ଯାହା ପଇସା ରୋଜଗାର କରେ ସେଠି ଦିଏ। କେବଳ ସେଠି ନୁହେଁ, ଗାଈ ଗୋରୁ କୁକୁର ଖାଇବାକୁ ଦେବା, କୌଣସି ଗୋଟେ ଗରିବ ଲୋକଙ୍କୁ ଦେବା, ମୁଁ ଦିଏ। ମୁଁ କରେ ଆଜ୍ଞା। ଆପଣମାନେ ବି କରନ୍ତୁ, ଆପଣମାନେ କରିବାକୁ ସକ୍ଷମ, କିନ୍ତୁ ଆପଣମାନେ ଏଇ ମନସ୍ଥରୁ ସେ ମନଟା ଆଣିନାହାନ୍ତି। ମନ୍ଦିର ଯିବେ ମାନେ 5 ଟଙ୍କା 10 ଟଙ୍କା 20 ଟଙ୍କା ରଖିବା କାହିଁକି? ଆପଣ ଯଦି 10 ଟଙ୍କାଟେ ଦେଉଛନ୍ତି, ତାହେଲେ କ'ଣ ସେଇ ନନାଟି ପାଇଁ ଚାଉଳ କମରେ ମିଳୁଛି କି?
କିମ୍ବା ଆମ ଭଳିଆ ଜ୍ୟୋତିର୍ବିଦ ପାଇଁ ଯଦି ଆପଣ କହିବେ ସାର୍ ଆପଣ ପଇସା ନେଇ ଜାତକ ଦେଖୁଛନ୍ତି, ମୋତେ କେହି ମାଗଣା ଦେଉନାହାନ୍ତି, ଗଭର୍ଣ୍ଣମେଣ୍ଟ ଯଦି ମାଗଣା କରିଦିଅନ୍ତା ମୋ ପାଇଁ ତାହେଲେ ଖୁବ୍ ଭଲ ହୁଅନ୍ତା। ଆପଣଙ୍କର ମନସ୍ତତ୍ୱକୁ ବଦଳାନ୍ତୁ, ମାନସିକ କରନ୍ତୁନି, ମନ୍ଦିରରେ କିଛି ଅର୍ଥ ବିନିଯୋଗ କରନ୍ତୁ। କିନ୍ତୁ ବେପାରୀ ନିଶ୍ଚିତ ରୂପେ ଆମେମାନେ। କୌଣସି ଲୋକ ଆପଣଙ୍କୁ ଜବରଦସ୍ତି କଲର ଧରିକି ଦୀପ ବିକୁନି, କୌଣସି ସେବାୟତ ଆପଣଙ୍କ ପକେଟରୁ ପର୍ସ କାଢ଼ିକି ପଇସା ନେଉନି। ଆମେମାନେ ଯାଇକି ସେଠି ଈଶ୍ୱରଙ୍କ ଆଗରେ, ସେ ମହାବାହୁ, ଆମେ ତାଙ୍କ ଆଗରେ ହାତ ବଢ଼େଇକି ସମର୍ପଣ ନ କରିକି ମନସ୍କାମନା କରୁଛୁ। ଯାହା ତାଙ୍କର ଇଚ୍ଛା ସେୟା ଘଟିବ, ଯାହା ଆପଣଙ୍କ ପାଇଁ ଉତ୍ତମ ସେୟା ହିଁ କରିବ। ତାର ଗୋଟେ ଭଲ ଅବଧି ଭାଷାରେ ଲେଖା ହେଇଛି ଯେ मेरा चाही मत कर मैं मूर्ख ज्ञान, ମୁଁ ଯାହା ଚାହୁଁ ସେଟା ତୁ କରନା, ତେରେ ଚାହି ମେ ପ୍ରଭୁ ହୋଗା मेरा କଲ୍ୟାଣ। ମୁଁ ତ କେବେ ଜ୍ୟୋତିଷ ଭାବିନଥିଲି, ମୁଁ ତ କେବେ ଭାବିନଥିଲି ସବୁ ଜିନିଷ କରିବାକୁ। ମୁଁ ଅନ୍ୟ ଜିନିଷ କରିଛି, ପ୍ରଭୁ ମୋ ମାଇଣ୍ଡ ଠିକ୍ କରିଥିଲେ ଏବଂ ମୁଁ ତାକୁ ଖୁସିରେ ଗ୍ରହଣ କରୁଛି, ଯେଉଁଟାକି ମୁଁ ପ୍ରତି ମୁହୂର୍ତ୍ତ ଭାରି ଖୁସି ସେଥିପାଇଁ। ତେଣୁ ମହାଦେବ କି ସେ ଈଶ୍ୱରଙ୍କ ସତ୍ତା ଆପଣଙ୍କ ପାଇଁ ଯାହା କରୁଛନ୍ତି ତାକୁ ନେଇ ଖୁସିରେ ରୁହନ୍ତୁ। ମନ୍ଦିରରେ ମାନସିକ କରନ୍ତୁନି କିମ୍ବା ଭଗବାନଙ୍କୁ ଦଲାଲ ହିସାବରେ ୟୁଜ୍ କରିକି କୌଣସି ମନସ୍କାମନା ମାଗନ୍ତୁ। ମନ୍ଦିର ଯାଆନ୍ତୁ, ବସନ୍ତୁ, ଭଗବାନଙ୍କୁ ଯଦି ପାଉଛନ୍ତି ଧନ୍ୟବାଦ ଦିଅନ୍ତୁ ଏବଂ କିଛି ପଇସା ଯାହା ଆପଣ ପାରିବେ। ଷ୍ଟୁଡେଣ୍ଟ ମାନେ ବି ମୋତେ କହନ୍ତି ସାର୍ ଷ୍ଟୁଡେଣ୍ଟ ଆମେ ପଇସା କେଉଁଠୁ ଆଣିବୁ, ଦେଖିବାକୁ ଆଇଫୋନ୍ ଧରିକି ବୁଲୁଥିଲେ। ବାବା ମାଆଙ୍କଠୁ ଆଣିବ। ଆଜି ଗୋଟେ ଦିନ ରୋଲ୍ ନ ଖାଇଲେ ହେବନି, ରୋଲ୍ ଖାଇବନି, ସେ ପଇସାଟା ମନ୍ଦିର ଦେଇଦେବ। ପୁନଶ୍ଚ ହାତ ଯୋଡ଼ି ଅନୁରୋଧ କରୁଛି, ଯଦି କେଉଁ ଲୋକଙ୍କର ମନକୁ ଆଘାତ ହେଉଛି ସେଥିପାଇଁ ମୁଁ କ୍ଷମା ପ୍ରାର୍ଥୀ। ଏ କମେଣ୍ଟରେ ଇଆଡ଼ୁ ସିଆଡ଼ୁ କିଛି ଲେଖିବେନି। ମୁଁ କୌଣସି ଜିନିଷ ମୋ ନିଜ ସ୍ୱାର୍ଥ ପାଇଁ କହୁନି, ଯାହା ସତ ତାହା ଆପଣଙ୍କ ନିକଟରେ ଉପସ୍ଥାପନା କରୁଛି। ହଉ, ଆପଣ ପଇସା ଦିଅନ୍ତୁ କି ନ ଦିଅନ୍ତୁ, ବେପାର କରନ୍ତୁ କି ନ କରନ୍ତୁ, ମୋ ଭଳିଆ ସନ୍ନ୍ୟାସର ଯାଏ ଆସେ କେତେ। ମୁଁ ଆପଣଙ୍କର କଲ୍ୟାଣ ଭାବୁଥିଲି ଏବଂ ଭାବିବି ମଧ୍ୟ। ସେହି କଲ୍ୟାଣ ମନୋବୃତ୍ତିରେ ଆପଣ ସମସ୍ତଙ୍କ ପାଇଁ କଲ୍ୟାଣ ପ୍ରାର୍ଥନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।